ଏବେ ଏବେ ଆସିଲା ବଡ଼ ଖୁସି ଖବର। ମଧୁବାବୁ ଭତ୍ତା ଟଙ୍କା 3000 ଟଙ୍କାକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଖୁବ୍ ଶୀଘ୍ର ଏହି ଦିନ ମିଳିବାକୁ ଯାଉଛି ସମସ୍ତ 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ 3000 ଟଙ୍କା ଭତ୍ତା ରାଶି। ତେବେ ଭିଡ଼ିଓରେ ଆଗକୁ ଯିବା ପୂର୍ବରୁ ଯେଉଁମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ଯାଇ ଆପଣମାନେ ଏବେ ହିଁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ଓଲ୍ଡ ଏଜ୍ ପେନ୍ସନ୍ ବା ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ଭତ୍ତା, ତା ସହିତ ସର୍ବନିମ୍ନ ଭତ୍ତା ବା ସାମାଜିକ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ଯେତିକି ଭତ୍ତାଦାରୀମାନେ ଅଛନ୍ତି ସମସ୍ତଙ୍କର ସର୍ବନିମ୍ନ ଭତ୍ତା ଟଙ୍କା 3000 ବୃଦ୍ଧିକୁ ନେଇକି ବର୍ତ୍ତମାନ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲେ ବିଭିନ୍ନ ନିର୍ବାଚନୀ ସଭାରେ, ତା ସହିତ କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ନୁହେଁ, ଭାରତୀୟ ଜନତା ପାର୍ଟି ମ୍ୟାନିଫେଷ୍ଟୋରେ ବା ସଂକଳ୍ପ ପତ୍ରରେ, ଇଲେକ୍ସନ ମ୍ୟାନିଫେଷ୍ଟୋରେ ଲିଖିତ ଆକାରରେ ମଧ୍ୟ ଦେଇଥିଲେ କି ଯଦି ତାଙ୍କ ସରକାର ଓଡ଼ିଶାରେ କ୍ଷମତାକୁ ଆସେ ତାହେଲେ ସରକାର ହେଲା ମାତ୍ରେ ହିଁ ସର୍ବନିମ୍ନ ଭତ୍ତା ଟଙ୍କାକୁ କ'ଣ 3000 ପର୍ଯ୍ୟନ୍ତ ବୃଦ୍ଧି ହୋଇଯିବ। ତ ସର୍ବନିମ୍ନ ମାନେ ଆପଣମାନେ ବେଶ ଭଲ ଭାବେ ଜାଣିଥିବେ ଯେ ସେ 60 ବର୍ଷରୁ ଉର୍ଦ୍ଧ୍ୱ ହୁଅନ୍ତୁ କିମ୍ବା ସେ କିନ୍ନର ଭତ୍ତା ହେଉ କିମ୍ବା ସେ ବିଧବା ଭତ୍ତା ହେଉ କିମ୍ବା ସେ ଦିବ୍ୟାଙ୍ଗ ଭତ୍ତା ହେଉ, ଏହିସବୁ ଭତ୍ତା ରାଶି ଗୁଡ଼ିକ କ'ଣ ନା 3000 ଟଙ୍କା ସରକାର କରିଦେବେ ବୋଲି କ'ଣ ଆଗରୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାହା 2.5 ବର୍ଷ ବିତିଗଲାଣି, ତାହା ହୋଇପାରିଲା ନାହିଁ। ତ ଏହାକୁ ନେଇ ଜନ ଅସନ୍ତୁଷ୍ଟ କ'ଣ ପ୍ରକାଶ ହେଲା। ଆପଣମାନେ ବହୁତ ବାଦ ବିବାଦ ମଧ୍ୟ କଲେ, ସୋସିଆଲ ମିଡ଼ିଆରେ ସରକାରଙ୍କୁ ଅନୁରୋଧ କରାଗଲା, କିନ୍ତୁ ତଥାପି ସରକାର ଶୁଣିଲେ ନାହିଁ। ଦେଖନ୍ତୁ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଗୋଟିଏ ମେନ୍ କାରଣ ପାଇଁ ଆପଣମାନଙ୍କର ଯେଉଁ ରହିଛି 3000 ଟଙ୍କା ଭତ୍ତା ରାଶି, ସେଇ 3000 ଟଙ୍କା ଭତ୍ତା ରାଶି ମିଳିଯିବ। କାହିଁକି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଭିଡ଼ିଓକୁ, ଆପଣମାନେ ସବୁକିଛି ଟେକ୍ନିକ୍ ଖବର ଜାଣିପାରିବେ। ଠିକ୍ ଅଛି, ଯାହାଫଳରେ ଆପଣମାନେ ଜାଣିପାରିବେ ଯେ କାହିଁକି ଆପଣମାନଙ୍କୁ 3000 ଟଙ୍କା ସରକାର ଦେବାକୁ ଯାଉଛନ୍ତି। ତ ଦର୍ଶନ୍ତୁ, ଆପଣମାନେ ଭାବୁଥିବେ ବର୍ତ୍ତମାନ ଯେ ଆଉ 3000 ଟଙ୍କା ଭତ୍ତା ରାଶି ମିଳିବ ନାହିଁ। ତେବେ ଦର୍ଶନ୍ତୁ, ମୁଁ କହିକି ରଖୁଛି ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି ନିହାତି ଭାବେ ଦେବେ। ଠିକ୍ ଅଛି, ଦେଖନ୍ତୁ ସେମାନଙ୍କର ବର୍ତ୍ତମାନ କ'ଣ ନା ଫାଇଦା ହୋଇନାହିଁ। ଆଉ ଆଗକୁ ଆପଣମାନେ ତ ଜାଣିଥିବେ ଯେ ଆମ ଓଡ଼ିଶାରେ ପଞ୍ଚାୟତ ଇଲେକ୍ସନ୍ ଆସୁଛି। ଆଉ ଏହି ପଞ୍ଚାୟତ ଇଲେକ୍ସନ୍ କ'ଣ ନା ସେମାନଙ୍କ ପାଇଁ ଫାଇଦା ହେବ ଯେତେବେଳେ ସେମାନେ କ'ଣ କରିବେ ନା ଯାହା ପ୍ରତିଶ୍ରୁତି ଦେଇଛନ୍ତି ସେମାନେ କ'ଣ କରିବେ ନା ରିଲିଜ୍ କରିଦେବା ପାଳନ କରିବେ। ଠିକ୍ ଅଛି, ତ ତାହେଲେ ଯାଇକି ସେମାନେ କ'ଣ ନିର୍ବାଚନରେ କ'ଣ ସେମାନେ ଜିତିପାରିବେ, ଜିତିବାର ସହଜ ମଧ୍ୟ ହୋଇବ। ତ ସେଥିପାଇଁ ଦର୍ଶନ୍ତୁ, ମୁଁ କହି ରହୁଛି ନା ଏବେ ସେମାନଙ୍କର ନା କିଛି ଫାଇଦା ନାହିଁ। ଦେଖନ୍ତୁ, ଯେତେବେଳେ ସରକାର କ'ଣ କରନ୍ତି, ଯେତେବେଳେ ଫାଇଦା ହୁଏ, ଯଦି କିଛି ଫାଇଦା ସେମାନଙ୍କର ଥାଏ, ସେମାନେ କ'ଣ କରିବେ ନା ଯୋଜନା ଗୁଡ଼ିକ କଥା ଭଲସେ ପକାନ୍ତି ମନ। ଆପଣମାନେ ନିହାତି ଭାବରେ ଜାଣିଥିବେ। ଠିକ୍ ଅଛି, ଯେମିତି ଦେଖନ୍ତୁ ଆଗ ପୂର୍ବରୁ ମଧ୍ୟ ନବୀନ ସରକାର ଥିଲେ, ତ ସେତେବେଳେ ମଧ୍ୟ ସେ କାଳିଆ ଯୋଜନା ଏମିତି ବହୁତ ଯୋଜନା ମଧ୍ୟ ସେମାନେ କ'ଣ ସେ କରିଥିଲେ। ବର୍ତ୍ତମାନ ବି କ'ଣ ଶ୍ରୀ ମୋହନ ମାଝୀ କ'ଣ କଲେ ନା ଏବେ ଆପଣମାନଙ୍କର ଯେଉଁ ସିଏମ୍ କିଷାନ ଯୋଜନା ଟଙ୍କା, ଆବାସ ଯୋଜନା ଟଙ୍କା, ଏସବୁ କ'ଣ କରିବେ ନା ବର୍ତ୍ତମାନ ସେମାନେ ଦେବାକୁ ଯାଉଛନ୍ତି। ଯାହା ବି ଆଗରୁ ରଖିଦେଇଛନ୍ତି ତ ଆପଣମାନଙ୍କର ଯେଉଁ ଏଇ ଭତ୍ତା ହଉ କିମ୍ବା ଆବାସ ଯୋଜନା ହଉ ଯାହା ବି, ତ ସେମାନେ କ'ଣ କରିବେ ନା ନିର୍ବାଚନ ପୂର୍ବରୁ ହିଁ ଆପଣମାନଙ୍କୁ ଦେଇଦେବେ ଯାହା ବାକି ରହିଯାଇଛି ଆପଣମାନଙ୍କର ଟଙ୍କା। ଠିକ୍ ଅଛି, ପ୍ରଥମ ବଜେଟ୍ ଅଧିବେଶନର ତ କିଛି ହେଲା ନାହିଁ। ଦ୍ୱିତୀୟ ବଜେଟରେ ଆପଣମାନେ ଆଶା ରଖିଥିଲେ ଯେ ଏଥର ନା ଏହି ଅଧିବେଶନରେ ନା ପ୍ରଥମ ଅଧିବେଶନର ମିଳିଲା ନାହିଁ, ଏହି ଅଧିବେଶନରେ ଆମକୁ କ'ଣ ନା 3000 ଟଙ୍କା ଭତ୍ତା ରାଶି ସରକାର ଦେଇଦେବେ। ଠିକ୍ ଅଛି, କିନ୍ତୁ ଦ୍ୱିତୀୟ ବଜେଟ୍ ଅଧିବେଶନ ବି ଚାଲିଗଲା, ତଥାପି ଆପଣମାନଙ୍କର ଯେଉଁ ରହିଛି ଭତ୍ତା ରାଶି, ସେ ଭତ୍ତା ରାଶିକୁ ସରକାର ଆଉ ବଢ଼େଇଲେ ନାହିଁ। ଯେତିକି ହିଁ ସେତିକି ଏବେ ପର୍ଯ୍ୟନ୍ତ ମିଳୁଛି, 1000 ଟଙ୍କା ହିଁ ଏବେ ଯାଏ ମିଳୁଛି, ଯେତେବେଳେ ଠାରୁ ନା ଶ୍ରୀ ନବୀନ ପଟ୍ଟନାୟକ ଥିଲେ। ଠିକ୍ ଅଛି, ତ ଦର୍ଶନ୍ତୁ, ବର୍ତ୍ତମାନ ବଡ଼ ଖବର ହେଉଛି କି ଏଥର 3000 ଟଙ୍କା ଭତ୍ତା ଖୁବ୍ ଶୀଘ୍ର ଯେଉଁମାନେ 60 ବର୍ଷ ହେଉଛନ୍ତି ସେମାନଙ୍କୁ ମିଳିବାକୁ ଯାଉଛି। ତେବେ ଏହାର ମୁଖ୍ୟ କାରଣ ହେଉଛି ନା ଆଗକୁ ଆସୁଛି ଆପଣମାନଙ୍କର ପଞ୍ଚାୟତ ଇଲେକ୍ସନ୍। ଯେହେତୁ ଆଗକୁ ପଞ୍ଚାୟତ ଇଲେକ୍ସନ୍ ଅଛି, ଆଉ ଏହାକୁ ଦୃଷ୍ଟିରେ ପ୍ରବଳ ରଖିବେ ରାଜ୍ୟ ସରକାର, ଆଉ ଆପଣମାନଙ୍କର ଯେଉଁ ରହିଛି 3000 ଟଙ୍କା ଭତ୍ତା ରାଶି ସମସ୍ତ ହିତାଧିକାରୀଙ୍କୁ ସରକାର ଦେଇଦେବେ। ବିଜେପି ଯେତେବେଳେ ନିର୍ବାଚନୀ ମଇଦାନରେ ଥିଲା ସେତେବେଳେ ଘୋଷଣା କରିଥିଲେ କ'ଣ ନା ସର୍ବନିମ୍ନ ଭତ୍ତା ଟଙ୍କା 3000 ଲେଖାଏଁ କରିଦିଆଯିବ। ସାମାଜିକ ସୁରକ୍ଷା ଆଇନ ଅଧୀନରେ ଯେତେ ବି ଭତ୍ତା ଟଙ୍କା ପାଉଥିବେ ଆଉ 1000 ଟଙ୍କା ନୁହେଁ, 3 ଗୁଣ ବଢ଼ାଯାଇକି ତାହା 3000 ଟଙ୍କା ଲେଖାଏଁ ହେଇଯିବ। କିନ୍ତୁ ବିରୋଧୀ ଦଳମାନେ ଏହାକୁ କ'ଣ ନା ବାରମ୍ବାର କହି ଚାଲୁଥିଲେ ଯେ ଏହା କେବଳ ଅସମ୍ଭବ, ଏହାକୁ କେବେ ଲାଗୁ କରିପାରିବେ ନାହିଁ। ବିଜେପି ସରକାର କେବଳ କ୍ଷମତାକୁ ଆସିବା ପାଇଁ ହିଁ ଏହା କ'ଣ ନା ଲୋକମାନଙ୍କୁ ଲୋଭ ଦେଖାଉଛନ୍ତି। ଆଜି ପର୍ଯ୍ୟନ୍ତ ଦର୍ଶକ ବନ୍ଧୁ ସତ ଲାଗୁଛି, କାହିଁକି ନା ଆପଣମାନଙ୍କ 2.5 ବର୍ଷ ବିତିଗଲାଣି, କିନ୍ତୁ ସରକାର
ଏହାକୁ କେବେ ବି କାର୍ଯ୍ୟକାରୀ କଲେ ନାହିଁ। ଆଉ ଏହାକୁ ନେଇ କ'ଣ କରେ ନା ସରକାରଙ୍କ ମନରେ ମଧ୍ୟ ବହୁତ ଚାପ ମଧ୍ୟ ବର୍ତ୍ତମାନ ସୃଷ୍ଟି ହେଉଛି। ଆଉ ଏହାକୁ ଆଗକୁ ପ୍ରବଳ ଦୃଷ୍ଟିରେ ରଖିବାକୁ ଯାଉଛନ୍ତି ସରକାର। ଦେଖନ୍ତୁ, କୌଣସି ବି ମାସରେ ଆପଣମାନଙ୍କର ଯୋଉ ରହିଛି 3,000 ଟଙ୍କା ଭତ୍ତା ରାଶି ମିଳିଯିବ। ଆସନ୍ତା ମାସରେ ବି ମିଳିପାରେ, ଯଦି ଏଇ ମାସରେ ହେଲା ନାହିଁ ଆସନ୍ତା ମାସରେ ବି ମିଳିପାରେ। ଠିକ ଅଛି, ତ ସେଥିପାଇଁ କେବଳ ଆପଣମାନଙ୍କୁ ଧୈର୍ଯ୍ୟ ରଖିବାକୁ ପଡିବ। ଠିକ ଅଛି, ଯେହେତୁ ଆଗକୁ ଆସୁଛି ଇଲେକ୍ସନ, ଆଉ ଏଇ ଇଲେକ୍ସନରେ ନା କ'ଣ ନା ସରକାରଙ୍କୁ ଷ୍ଟ୍ରଙ୍ଗଲି ଆକ୍ସନ ନେବାକୁ ହବ, ନହେଲେ ସରକାର କ'ଣ ନା ଓଲଟା ସରକାରଙ୍କ ବିରୋଧରେ କ'ଣ କରିବେ ନା ବିଜେପି ସରକାରଙ୍କ ବିରୋଧରେ କ'ଣ ଭୋଟ ପଳେଇଯିବ। ଠିକ ଅଛି, ଦେଖନ୍ତୁ ଆଗକୁ ଆମ ଓଡ଼ିଶାରେ କିଛି ମାସ ମଧ୍ୟରେ ଦୁଇଟି ପ୍ରମୁଖ ନିର୍ବାଚନ ଅଛି। ଗୋଟେ ହଉଛି ପଞ୍ଚାୟତ ଇଲେକ୍ସନ, ଆଉ ଗୋଟେ ହଉଛି କ'ଣ ନା ପୌର ଇଲେକ୍ସନ। ଠିକ ଅଛି, ଏଇ ଦୁଇଟା ଇଲେକ୍ସନ ସରକାରଙ୍କ ପାଇଁ ବହୁତ ନିହାତି କ'ଣ ଆବଶ୍ୟକ, ଜରୁରୀ ବା ବଡ଼ ବଡ଼ ନିର୍ବାଚନୀ ଭାବରେ କହିପାରିବା ବି ଆମେ ମଧ୍ୟ। ଠିକ ଅଛି, ତ ଯଦି ସରକାରଙ୍କୁ ଯଦି ଷ୍ଟ୍ରଙ୍ଗଲି କ'ଣ ହେବାକୁ ପଡ଼ିବ, ଯଦି ଲୋକମାନଙ୍କର ପହଞ୍ଚିବାର ଅଛି ତାହେଲେ କେମିତି ପହଞ୍ଚିବେ ନା ଯାହା ପ୍ରତିଶ୍ରୁତି ଦେଇଥିଲେ, ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ତାହା ଯଦି ସେମାନେ କ'ଣ କ'ଣ କରିବେ ନା ପାଳନ କରିବେ, ତାହେଲେ ଯାଇକି ସେମାନେ କ'ଣ କରିବେ ନା ମାନେ ସେମାନେ କ'ଣ ଜିତି ପାରିବେ। ଠିକ ଅଛି, ଆଉ ଯଦି ସେମାନେ ଯଦି ମାନେ ଖାମଖିଆଲି କରିବେ ପୁଣି ଥରେ, ତ କ'ଣ ହବ ନା ବିରୋଧୀ ଦଳ ଯେଉଁମାନେ ଅଛନ୍ତି ସେମାନଙ୍କ ପାଖକୁ ଭୋଟ ପଳେଇବ, ଆଉ ସରକାର ତାହା କେବେ ବି ହେବାକୁ ଦେବେ ନାହିଁ। ଯାହା ବି ଆଗରୁ ପ୍ରତିଶ୍ରୁତି ଦେଇଛନ୍ତି ଆପଣମାନଙ୍କର ଯୋଉ 3,000 ଟଙ୍କା ଭତ୍ତା ରାଶି, ସେ 3,000 ଟଙ୍କା ଭତ୍ତା ରାଶି କ'ଣ କରିବେ ସରକାର ଠିକ ସମୟରେ ତାହା ରିଲିଜ କରିଦେବେ। ଠିକ ଅଛି, ଏଇ ଯୋଉ ଇଲେକ୍ସନ ଯୋଉ ଆମକୁ ଆଗକୁ ଆସୁଛି ଆପଣମାନଙ୍କର, ସେ ଇଲେକ୍ସନ କେବଳ ୱାର୍ଡ ମେମ୍ବର ନୁହେଁ କି କେବଳ ସରପଞ୍ଚ ନୁହେଁ କିମ୍ବା କେବଳ MLA ନୁହଁ। ଠିକ ଅଛି, ନା ହଜାର ହଜାର କ'ଣ ହଜାର ହଜାର ୱାର୍ଡ ମେମ୍ବର, ହଜାର ହଜାର ସରପଞ୍ଚ, ହଜାର ହଜାର କାଉନସିଲର, ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ମଧ୍ୟ କ'ଣ ସେମାନେ ଲଢ଼ିବେ। ଆଉ ସେଥିପାଇଁ କ'ଣ ନା ସରକାରଙ୍କୁ ତ ଷ୍ଟ୍ରଙ୍ଗଲି ହେବାକୁ ପଡ଼ିବ। ତ ସେଥିପାଇଁ କ'ଣ କରିବେ ନା ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ କରିବେ। ଠିକ ଅଛି, ତାହେଲେ ଯାଇକି ସରକାରଙ୍କୁ ଇଲେକ୍ସନରେ ଜିତିବାରେ ଆହୁରି ସହଜ ହବ। ତ ସେଥିପାଇଁ ସେଇ ଠିକ ସମୟରେ ଆପଣମାନେ ମାନେ ଠିକ ସମୟ ମାନେ କ'ଣ, ତ ଇଲେକ୍ସନ ପୂର୍ବରୁ ହିଁ ଆପଣମାନଙ୍କୁ ଯୋଉ ରହିଛି 3,000 ଟଙ୍କା ଭତ୍ତା ରାଶି, ସେଇ 3,000 ଟଙ୍କା ଭତ୍ତା ରାଶି କ'ଣ କରିବେ ସରକାର ନା ଦେଇଦେବେ। ଠିକ ଅଛି, ଆପଣମାନେ ଜାଣିପାରିଲେ କାହିଁକି ଆପଣମାନଙ୍କୁ ଯୋଉ 3,000 ଟଙ୍କା ଭତ୍ତା ରାଶି ଆଗକୁ ମିଳିବାକୁ ଯାଉଛି। ତ ଦର୍ଶନ୍ତୁ, ଏହାର ମୁଖ୍ୟ କାରଣ ହେଉଛି ଏଇ ଯୋଉ ଇଲେକ୍ସନ, ଯେହେତୁ ଆଗକୁ ଆପଣମାନଙ୍କର ରହିଛି ଯୋଉ ପଞ୍ଚାୟତ ଇଲେକ୍ସନ ଆଉ ଗୋଟେ ନା କ'ଣ ପୌର ଇଲେକ୍ସନ। ଠିକ ଅଛି, এই দুইটা ইলেকশন কারণ যোଗୁଁ ହିଁ ଆପଣମାନଙ୍କର ଯୋଉ ରହିଛି ଭତ୍ତା ରାଶି ମିଳିଯିବ। ଆଉ ପୂର୍ବରୁ ଯେଉଁ ଭତ୍ତା ରାଶି ଆପଣମାନଙ୍କର ଯୋଉ ରହିଯାଇଛି 2 ମାସର କିମ୍ବା 3 ମାସର, ତ ସେଇ ପୂର୍ବରୁ ଭତ୍ତା ରାଶି ସବୁ ମିଶେଇକି ଆସନ୍ତା ମାସରେ ଆସିପାରେ। ଠିକ ଅଛି, ତ ସେଥିପାଇଁ ବୋଲିକି ଆପଣମାନଙ୍କୁ କେବଳ କ'ଣ ଧୈର୍ଯ୍ୟ ରଖିକି ରହିବାକୁ ପଡ଼ିବ। ଠିକ ଅଛି, ତ ସରକାର ଯାହା ବି ମାନେ କ'ଣ ପ୍ରତିଶ୍ରୁତି ଦେଇଛନ୍ତି ବା ଯାହା ବି ଆପଣମାନଙ୍କର ଯୋଉ ପଇସା ରଖିଛନ୍ତି ସରକାର ନେବେ ନାହିଁ। ଠିକ ଅଛି, ଆପଣମାନଙ୍କୁ ସବୁ ଏକାଠି କରିକି ମିଶେଇକି ସବୁ ଦେଇଦେବେ। ଠିକ ଅଛି।